ଆଦର୍ଶ ମାୟାକୁ କହିବେ, ତାମାନେ ଏସବୁ କଥା ତାହେଲେ ସତ ମା। କାହିଁକି ମା, ତମେ ପଲ୍ଲବୀଙ୍କ ସହିତ ଏଭଳି ବ୍ୟବହାର କାହିଁକି କରୁଛ? ମୁଁ ପଚାରୁଛି, କାହିଁକି ମା? ତାଙ୍କର ଦୋଷ କ'ଣ? କ'ଣ ତାଙ୍କର ଦୋଷ? କହ ମୋତେ। ମା, ପଲ୍ଲବୀ ତାଙ୍କ ଡ୍ୟୁଟି କରୁଛନ୍ତି, ଆଉ ସେଇଥିପାଇଁ ସେ ମୋତେ ଆରେଷ୍ଟ କରିଛନ୍ତି। ଆଉ ସେ ହେଉଛନ୍ତି ଜଣେ ଲୋକ ଯିଏ ମୋତେ ଇନୋସେଣ୍ଟ ବୋଲି ପ୍ରୁଭ୍ କରେଇବେ। ଆଉ ଏଠୁ ମୁକୁଲେଇ ପାରିବେ ମା। କେବଳ ସେଇ ପଲ୍ଲବୀ। ଯାହା ବି କରୁଛନ୍ତି ନା, ମୋ ଭଲ ପାଇଁ କରୁଛନ୍ତି ମା, କେବଳ ମୋ ଭଲ ପାଇଁ। ପୋଲିସ ତ ମୋତେ ଭୁଲ ବୁଝାମଣା ପାଇଁ ଆରେଷ୍ଟ କରିଛନ୍ତି। ଆଉ ସେ ଏମଏଲଏ ଭରଦ୍ୱାଜ ତାରି କଥାରେ ପଡ଼ି ମୋତେ ଆରେଷ୍ଟ କରିଛନ୍ତି। ଆଉ ତା ପାଇଁ ବି ତମେ ପଲ୍ଲବୀକୁ ଭୁଲ ବୁଝୁଛ ମା। ତମେ ଯଦି ପଲ୍ଲବୀଙ୍କ ମୁହଁ ନ ଚାହିଁବ, ତାହେଲେ ତମେ ତମ ପୁଅ ମୁହଁ କେମିତି ଦେଖିବ? ମୁଁ ବି ପଲ୍ଲବୀକୁ ବାହା ହେଇ ସେ ଘରକୁ ନେଇକି ଆସିଛି ମା। ମୁଁ ବି ତମକୁ ମୋ ମୁହଁ ନ ଦେଖେଇବା ଦରକାର। ଏମିତି କହି ଆଦର୍ଶ ତାଙ୍କ ମୁହଁ ବୁଲେଇ ଦେବେ। ତାପରେ ମାୟା ବହୁତ କାନ୍ଦିବେ। ତାପରେ ପଲ୍ଲବୀ ସଞ୍ଜୀବକୁ କହିବେ, ମୁଁ କିଛି ବି କଷ୍ଟ, କିଛି ବି ଦୁଃଖ ସହିଯିବି ସଞ୍ଜୀବ। ଘରର ଏସବୁ ଛୋଟ ମୋଟ ଝଗଡ଼ା, ମତାନ୍ତର, କିଏ କାହା ବିରୁଦ୍ଧରେ କ'ଣ କହିଦେଲା, ଏସବୁ ମୋ ପାଇଁ କିଛି ବି ଫରକ ପକେଇବନି ସଞ୍ଜୀବ। କିନ୍ତୁ ଆଦର୍ଶଙ୍କର ମନରେ ଏତିକି ଟିକେ ବି କଷ୍ଟ ହେଲେ ସେସବୁ ମୁଁ ସହିପାରିବିନି। ସେଇ ମୁହୂର୍ତ୍ତରେ ମୁଁ ବହୁତ ଦୁର୍ବଳ ହୋଇପଡ଼େ ସଞ୍ଜୀବ। ମୁଁ ଚାହିଁଲେ ବି ମୁଁ ମୋ ନିଜକୁ କଣ୍ଟ୍ରୋଲ କରିପାରେନି। ତାପରେ ସଞ୍ଜୀବ କହିବେ, ତମେ ଚିନ୍ତା କରନି ପଲ୍ଲବୀ, ଆମେ ଖୁବ୍ ଶୀଘ୍ର ଏଠୁ ଆଦର୍ଶକୁ ବେଲ୍ରେ ବାହାର କରିବାକୁ ଚେଷ୍ଟା କରିବା। ଏବେ ଆସ ଲଞ୍ଚ କରିବା। ତାପରେ ପଲ୍ଲବୀ କହିବେ, ନାଇଁ ସଞ୍ଜୀବ, ଆଦର୍ଶ ବି ଏପର୍ଯ୍ୟନ୍ତ ଖାଇନାହାନ୍ତି। ତାପରେ ସଞ୍ଜୀବ ଚିତ୍ତ ଅଙ୍କଲକୁ କହିବେ, ଅଙ୍କଲ, ଆପଣ ଖାଇନିଅନ୍ତୁ ଆଉ ଆପଣଙ୍କ ଡ୍ୟୁଟିରେ ବାହାରି ଯାଆନ୍ତୁ। ଆଦର୍ଶଙ୍କର ଫ୍ୟାମିଲି ଏଠୁ ଯାଇସାରିବା ପରେ ଆମେ 2 ଜଣ ମିଶି ଆଦର୍ଶଙ୍କ ସହିତ ଲଞ୍ଚ କରିବୁ। ତାପରେ ମାୟା କାନ୍ଦି କାନ୍ଦି ଆଦର୍ଶକୁ କହିବେ, ନାଇଁ ଆଦର୍ଶ, ତୁ ଏମିତି କହନି କି ମୋ ପାଖରୁ ମୁହଁ ଫେରେଇ ନେନି। ତୋ ମୁହଁ ନ ଦେଖିଲେ ମୁଁ ବଞ୍ଚି ପାରିବିନି ଆଦର୍ଶ। ତୁ କାହିଁକି ଏମିତି କରୁଛୁ? କାହିଁକି ମୋତେ ଏତେ ସଜା ଦଉଛୁ? ତାପରେ ଆଦର୍ଶ କହିବେ, ସଜା ତ ତମେ ମୋତେ ଦଉଛ ମା। ସେଦିନ ମୁଁ ତମକୁ କହିଥିଲି ନା ମା, ଯେ ଆଜି ପରଠୁ ପଲ୍ଲବୀଙ୍କ ପାଇଁ ତମେ ଯୋଉ ସଜା ଲାଗୁ କରିବ, ସେଇ ସଜା ମୋ ପାଇଁ ବି ଲାଗୁ ରହିବ ମା। କହିଥିଲି ନା ତମକୁ। ତେଣୁ ଯୋଉ ପର୍ଯ୍ୟନ୍ତ ତମେ ପଲ୍ଲବୀଙ୍କ ମୁହଁ ଦେଖିବନି, ସେଇ ପର୍ଯ୍ୟନ୍ତ ମୁଁ ବି ତମକୁ ମୋ ମୁହଁ ଦେଖେଇବିନି ମା। ତାପରେ ମାୟା କାନ୍ଦି କାନ୍ଦି କହିବେ, ଆଦର୍ଶ ମୋ ଧନ, ତୁ ଏମିତି କହନି ପ୍ଲିଜ। ତାପରେ ଆଦର୍ଶ କହିବେ, ତମ ଘରକୁ ଯାଅ ମା। ପୁଣି ଥରେ ଏଠିକି ଆସିବାକୁ କଷ୍ଟ କରିବନି, କାରଣ ଏଣିକି ମୁଁ ତମକୁ ମୋ ମୁହଁ ଆଉ କେବେ ବି ଦେଖେଇବିନି, କେବେ ବି ନୁହେଁ। ତାପରେ ମାୟା ରୁବିକୁ କହିବେ, ଦିଦି ଶୁଣିଲୁ ତ ଆଦର୍ଶ କ'ଣ କହିଲା? ତୁ ଏସବୁ କଥା ତା ଆଗରେ କାହିଁକି କହୁଥିଲୁ? କ'ଣ ଦରକାର ଥିଲା ତୋର? ଯଦି କହିବାର ଦରକାର ପଡ଼ିଥାନ୍ତା, ତାହେଲେ ମୁଁ କହିଥାନ୍ତି। ତୁ ତ ମୁହଁ ଖୋଲିବା ଆଗରୁ ଏଣିକି ଟିକେ ଚିନ୍ତା କର। ତାପରେ ହବଲଦାର ଆସି କହିବେ, କ୍ଷମା କରିବେ ମ୍ୟାଡମ, ଆପଣଙ୍କ ମିଟିଂ ଟାଇମ୍ ଶେଷ ହେଇଯାଇଛି। ତାପରେ ମାୟା କାନ୍ଦି କାନ୍ଦି ସେଠି ଚାଲିଯିବେ। ତାପରେ ଆଦର୍ଶ ରୁବିକୁ କହିବେ, ଏବେ ତ ତମକୁ ବହୁତ ଖୁସି ଲାଗୁଥିବ ନା ରୁବି ମାଉସୀ? ଘରେ ତମେ ସମସ୍ତଙ୍କୁ ସମସ୍ତଙ୍କର ଶତ୍ରୁ ବନେଇ ଦେଲ। ଏବେ ତ ତମେ ଶାନ୍ତିର ନିଦରେ ଶୋଇବ ନିଶ୍ଚୟ। ଜଣା ନାହିଁ ତମର କ'ଣ ହେଇଛି କେଜାଣେ। ଆରେ ଯୋଉ ରୁବି ମାଉସୀକୁ ମୁଁ ପିଲାଦିନୁ ଜାଣିଥିଲି, ସେ ରୁବି ମାଉସୀ ତମେ ନୁହଁ ତମେ। ତାପରେ ପଲ୍ଲବୀ ସଞ୍ଜୀବକୁ କହିବେ, ସଞ୍ଜୀବ, ମୁଁ ଆଦର୍ଶଙ୍କ ସହିତ ଦେଖା ହେଇକି ଆସେ। ତାପରେ ରୁବି ଆସୁଥିବେ ଆଉ କହିବେ, ଓ ତୋ ଟିଚର ବି ଏଠି ଆସି ଆସି ପହଞ୍ଚି ଗଲାଣି। ଧନ୍ୟ କହିବେ ତତେ, ହଜବେଣ୍ଡ ଲକଅପ୍ ଭିତରେ, ଆଉ ତୁ ତଥାକଥିତ ଟିଚର ଫ୍ରେଣ୍ଡ କମ୍ ବୟଫ୍ରେଣ୍ଡ ସାଙ୍ଗରେ ବହୁତ ଭଲ ମସ୍ତି କରୁଛୁ ନାଇଁ? ଏକରେ ତୋ ହଜବେଣ୍ଡ ପାଇଁ ତୋ ମନରେ ଟିକେ ବି ହେଲେ ବି କେୟାର ନାହିଁ। 2ରେ ସକାଳୁ ସେ କ'ଣ ଖାଇଲାଣି କି ନାହିଁ ସେ ବିଷୟରେ ବି ଟିକେ ବି ତୋର ଚିନ୍ତା ନାହିଁ। ଯୋଉଠି ଟିଚର ସାଙ୍ଗରେ ମୌଜ କରିବାକୁ ଏତେ ସୁଯୋଗ ଅଛି, ସେଠି ହଜବେଣ୍ଡ କଥା ପଛରେ କିଏ? ତାପରେ ସଞ୍ଜୀବ କହିବେ, ମାଇଣ୍ଡ ୟୁର ଲାଙ୍ଗୁଏଜ। ଫାର୍ଷ୍ଟ ଅଫ୍ ଅଲ୍, ପଲ୍ଲବୀ ଏଠି ଜଣେ ପୋଲିସ ଅଫିସର, ଆଉ ଆପଣ ଜଣେ ଅନ୍ ଡ୍ୟୁଟି ପୋଲିସ ଅଫିସରକୁ ଏଭଳି କଥା କହି ତାର ଇନସଲ୍ଟ କରିପାରିବେ ନାହିଁ। ଇଟ୍ସ ଅ କ୍ରାଇମ୍। ତା ଛଡ଼ା ମୁଁ କୋଉ ଆଲତୁ ଫାଲତୁ କାମରେ ଆସିନାହିଁ। ମୁଁ ଏଠିକାର ଏସ୍ପି ଭାବରେ ଜଏନ୍ କରିଛି। ଏଣ୍ଡ
ପଲ୍ଲବୀ ମୋ ସହିତ ମିଶି ମୌଜ କରୁନଥିଲେ, ଗୋଟେ କେସ୍ର ଡିସ୍କସନ୍ କରୁଥିଲେ। ତାପରେ ରୁବି କହିବେ, ହଁ ହଁ, କିନ୍ତୁ ତା ପୂର୍ବରୁ ତମେ ଦି ଜଣ ଯୋଉ ବୁଲିବାକୁ ଯାଇଥିଲ, ସେ ମୌଜ ନୁହେଁ ତ ଆଉ କ'ଣ? ତାପରେ ସଞ୍ଜୀବ କହିବେ, ଏକ୍ସକ୍ୟୁଜ ମି, ଆରେ ଆମେ ବୁଲିବାକୁ ଯାଇନଥିଲୁ, ବରଂ ଗୋଟେ ଚୋରି କେସ୍ରେ ଇନକ୍ୱାରି କରିବାକୁ ଯାଇଥିଲୁ। ତାପରେ ରୁବି କହିବେ, ହଁ, ଏ ଚୋରି କେସ୍ ଇନକ୍ୱାରି କରିବାକୁ ଯାଇଥିଲ ନା ଆଉ କାହା ପଛରେ ପଡ଼ିବାକୁ ଯାଇଥିଲ, ସେ କଥା ମୁଁ ବହୁତ ଭଲ ଭାବରେ ବୁଝି ସାରିଛି। ଏମିତି କହି ରୁବି ଚାଲିଯିବେ। ତାପରେ ସଞ୍ଜୀବ ପଲ୍ଲବୀକୁ କହିବେ, ଏମିତି ଲୋକଙ୍କ କଥାରେ ତମେ ନିଜକୁ ଡିଷ୍ଟର୍ବ କରନି ପଲ୍ଲବୀ, ଏମାନେ ନା କେବେ ନିଜର ମଙ୍ଗଳ ଚିନ୍ତା କରନ୍ତି ନା ଆଉ କାହାର। ତାପରେ ପଲ୍ଲବୀ ଆଦର୍ଶ ପାଖକୁ ଚାଲିଯିବେ। ତାପରେ ଆଦର୍ଶ ପଲ୍ଲବୀକୁ କହିବେ, ମୁଁ ମାମାଙ୍କୁ କହିଦେଇଛି ପଲ୍ଲବୀ, ଯୋଉ ପର୍ଯ୍ୟନ୍ତ ସେ ତମକୁ କ୍ଷମା ନ କରିଛନ୍ତି ବା ତମ ମୁହଁ ସେ ନ ଚାହିଁଛନ୍ତି, ସେ ପର୍ଯ୍ୟନ୍ତ ସେ ଏଠିକି ଆସିଲେ ମଧ୍ୟ ମୁଁ ତାଙ୍କୁ ମୋ ମୁହଁ କେବେ ବି ଦେଖେଇବିନି। ତାପରେ ପଲ୍ଲବୀ କହିବେ, ଆଦର୍ଶ, ରୁବି ମାଉସୀଙ୍କ ପାଇଁ ତମେ ମାମାଙ୍କୁ ପନିଶ କରୁଛ। ନାଇଁ ଆଦର୍ଶ, ପ୍ଲିଜ ତମେ ଏସବୁ କରନି। ମୁଁ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରୁଛି ମାମା ଆଉ ମୋ ଭିତରେ ଥିବା ଯୋଉ ଦୂରତା ତାକୁ କମେଇବି, କିନ୍ତୁ ତମେ ଏସବୁ ଯାହା କରୁଛ, ଆମ ଦି ଜଣଙ୍କର ସମ୍ପର୍କ ଆହୁରି ଖରାପ ହେବା ସଙ୍ଗେ ସଙ୍ଗେ ଆମ ଦି ଜଣଙ୍କ ଭିତରେ ଥିବା ଦୂରତା ବଢ଼ିବ ସିନା, କମିବନି। ଆଉ ତମେ ଏସବୁ କରି ମାମାଙ୍କ ମନରେ ବହୁତ ଆଘାତ ଦେଇଛ ଆଦର୍ଶ। ତାପରେ ଆଦର୍ଶ କହିବେ, କିନ୍ତୁ ପଲ୍ଲବୀ। ତାପରେ ପଲ୍ଲବୀ କହିବେ, ନାଇଁ ଆଦର୍ଶ, ମାମାଙ୍କ ବଡି, ମାମାଙ୍କ ହଟ୍, ଏସବୁ ସହିବା ପାଇଁ ଆଉ ସକ୍ଷମ ନୁହେଁ। ମାମା ସବୁ କିଛି ସହିପାରିବେ ଆଦର୍ଶ, କିନ୍ତୁ ତମ ପାଖରୁ ଦୂରେଇ ରହିବା ଆଦୌ ସହିପାରିବେନି।